ଆଜି ମୁଁ ସକାଳୁ ଉଠି ଫ୍ରେଶ୍ ହେଇଗଲି। ଆପଣମାନେ ଦେଖିପାରୁଥିବେ ମୋ ମିସେସ୍ ଠାକୁର ପୂଜା କରୁଛନ୍ତି। ଯେହେତୁ ମୁଁ ଭୁବନେଶ୍ୱରରେ ଏକ ସିଙ୍ଗଲ୍ ରୁମ୍ରେ ରୁହେ, ସେ ଜାଗା ବହୁତ କଞ୍ଜେଷ୍ଟେଡ୍ ଅଛି। ସେଥିପାଇଁ ମୁଁ ଠାକୁରଙ୍କୁ ଏମିତି ଭାବରେ ସଜେଇକି ହିଁ ପୂଜା କରୁଛି। ମିସେସ୍ଙ୍କ ଠାକୁର ପୂଜା ସରିଲା ପରେ ସେ ଆମ ପାଇଁ ଚାହା ଆଉ ଚୁଡ଼ା ଛୁଙ୍କ କରିଦେଲେ। ଗୁନୁ ବାବାର ମୋର ବସିକି ଦେଖିପାରୁଥିବେ କେମିତି ଖାଉଛି। ଗୁନୁ ବାବା ବହୁତ ଦୁଷ୍ଟାମି କରୁଥିଲେ, ଚପଲ କହିଲେ ଓହ୍ଲେଇବାକୁ ମଧ୍ୟ ଓହ୍ଲାଉ ନଥିଲେ, ଚପଲ ପିନ୍ଧି ଖାଉଥିଲେ। ତାପରେ ଗୁନୁ ବାବାର ମୋର ବସିକି ଖାଇବାକୁ ଦେଖନ୍ତୁ ଗୁନୁ ବାବା କ'ଣ କହୁଛନ୍ତି। ତାପରେ ମୋର ଘରକୁ ଯିବାର ଥିଲା। ଘରକୁ ଯେହେତୁ ଯିବାର ଥିଲା, ସକାଳୁ କନଷ୍ଟାଣ୍ଟ ବର୍ଷା ହେଉଥିଲା। ସେଥିପାଇଁ ମୁଁ ରେନିକୋଟ୍ ପିନ୍ଧିକି ବାହାରିଲି। ମୁଁ ଗଲାବେଳେ ମୋ ଅର୍ଦ୍ଧାଙ୍ଗିନୀ କିଛି ମୋତେ ପଚାରୁଥିଲେ, ମୁଁ ତାକୁ ଏକ୍ସପ୍ଲେନ୍ କରିଥିଲି। ତାପରେ ଘରକୁ ଯିବା ବାହାରିଲା ବାଟେ ଗୁନୁ ବାବା ଆଗରେ ଆଗରେ ଚାଲିଲେ। ଦେଖିପାରୁଥିବେ ଗୁନୁ ବାବା କେମିତି ଆଗରେ ଆଗରେ ଯାଉଛନ୍ତି। ତାପରେ ମୁଁ ଗାଡ଼ି ଷ୍ଟାର୍ଟ କରିକି ବାହାରିଲି। ମୋତେ ଘର ପାଇଁ କିଛି ନେବାର ଥିଲା ବିନା ପିଆଜ ରସୁଣରେ। ସେଥିପାଇଁ ମୁଁ ବାଟରେ ଗାଡ଼ି ଅଟକାଇ ବୋଉ ପାଇଁ କିଛି ନେଇକି ଗଲି। ବାଟରେ ତ ମେଘ ଛାଡ଼ି ଯାଇଥିଲା, କିନ୍ତୁ ଘରେ ପହଞ୍ଚିଲା ବେଳକୁ ପ୍ରବଳ ବର୍ଷା ହେଉଥିଲା। ଦେଖିପାରୁଥିବେ କେମିତି ବର୍ଷା ହେଉଛି। ଯଦି ଭିଡ଼ିଓଟି ଭଲ ଲାଗୁଥିଲା ଲାଇକ୍ ଗୋଟେ ଆଉ ସବସ୍କ୍ରାଇବ୍ କରିଦେବେ, କାରଣ ଆପଣଙ୍କର ସବସ୍କ୍ରାଇବ୍ ଲାଇକ୍ ଆମକୁ ମୋଟିଭେସନ୍ ଦେବ।